जीवन में देखा प्रभु के नाम विशेष धन्यवाद देवी रीना भौणी निमंते जी की मध्यस्थर प्रार्थना आम आगे नेले प्रभु परिवार सेवा कार्य आशीर्वाद करूँ जो मैंने मध्यस्थर प्रार्थना अंशी होती समस्त प्रेज द लॉर्ड प्रभु समस्त आशीर्वाद करूँ आसतु आम आग को बढ़ा बर्तमान आम आराधना मध्य को जीवा आम मध्य आम प्रिय भौणी मीनाक्षी पात्र अच्छा मु अनुरोध करी सी आम को आराधना कड़े ने मीनाक्षी भौणी प्रेज द लॉर्ड Praise the Lord and good morning. ସମସ୍ତଙ୍କୁ ଖ୍ରୀଷ୍ଟୀୟ ନମସ୍କାର। ଆସନ୍ତୁ ପଦେ ପ୍ରାର୍ଥନା କରିବା। ଯେପରି ଈଶ୍ୱରଙ୍କର ବାକ୍ୟରେ ଲେଖାଯାଏ, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣାର ଶେଷ ହୁଏ ନାହିଁ। ସେଇ ସବୁ ପ୍ରତି ପ୍ରଭାତରେ ନୂତନ, ତୁମର ବିଶ୍ୱସ୍ତତା ମହତ। ଧନ୍ୟବାଦ ଦଉଛୁ ପ୍ରଭୁ, ତୁମ ଦୟା ହେତୁ এই ପଞ୍ଚମ ମାସର ଶେଷ ବିଶ୍ରାମବାର ଶେଷ ପ୍ରଭାତରେ ଆମେ ପହଞ୍ଚିଛୁ। ପ୍ରଭୁ ଧନ୍ୟବାଦ ଦଉଛୁ, ତୁମର ଗୌରବ କରୁଛୁ, ତୁମର ପ୍ରଶଂସା କରୁଛୁ, କାରଣ ଜୀବିତ ଈଶ୍ୱର ତୁମେ। ହଁ ପ୍ରଭୁ, এই ମୁହୂର୍ତ୍ତ ନିଶ୍ୱାସ ତୁମର ଦାନ, এই ଦାନରେ ତୁମର ସର୍ବପ୍ରଥମ ଗୌରବ କରିବା ପାଇଁ, ତୁମର ଉପାସନା କରିବା ପାଇଁ, ତୁମର ମଙ୍ଗଳ ବିଷୟକୁ ସ୍ମରଣ କରି ଧନ୍ୟବାଦ ଦେବା ପାଇଁ ଆମ ପ୍ରତ୍ୟେକଙ୍କୁ ଯେଉଁ ମହାନ ସୁଯୋଗ ଦେଇଛ ସେଥିପାଇଁ ଧନ୍ୟବାଦ ଦଉଛୁ। ଆଜିର ଉପାସନା ତୁମ ଦୃଷ୍ଟିରେ ସୁଗ୍ରାହୀ ହଉ। ପରିଚାଳନା କରୁଥିବା ପ୍ରିୟ ଭାଇଙ୍କୁ, ପୁଣି ରିଅଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ପୋଷ୍ଟ ଆଜ୍ଞାଙ୍କୁ, ପୁଣି ଉପସ୍ଥିତ ଆମର ପ୍ରତ୍ୟେକ ପ୍ରିୟମାନଙ୍କୁ ମୋ ନିଜକୁ ତୁମ ହସ୍ତରେ ସମର୍ପଣ କରି এই ସାନ ଛୋଟ ପ୍ରାର୍ଥନାଟି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି ପିତା, ଆମେନ୍ ଆମେନ୍ ଆମେନ୍। ପୁନର୍ବାର ଧନ୍ୟବାଦ ଭାଇ, ସୁନ୍ଦର ଭାବରେ ଆହ୍ୱାନ କରିଥିବାରୁ ଅଗଷ୍ଟ ଆଜ୍ଞାଙ୍କ ନିକଟରେ ମଧ୍ୟ ମୁଁ ଧନ୍ୟବାଦ। ଆସନ୍ତୁ ଉପାସନା ସଙ୍ଗୀତର ଗୀତଟିଏ ଗାଇବା। ଆଜି ପବିତ୍ର ବିଶ୍ରାମବାର 6ଟି ଦିନ ପ୍ରଭୁ ଆମମାନଙ୍କୁ କେମିତି ବୋହି ଆଣିଲେ, ଆମେ ଆଶ୍ଚର୍ଯ୍ୟ ଭାବରେ ବଞ୍ଚିଛୁ, ତାହା ହିଁ ଆମମାନଙ୍କ ପାଇଁ ଏକ ବଡ଼ ଆଶୀର୍ବାଦ। ଆଉ ଏ ବିଶ୍ରାମବାର ପ୍ରଭାତରେ ଆମେ ପ୍ରଭୁଙ୍କର ଭଜନା କରିବା, ଉପାସନା କରିବା। ଉପାସନା ସଙ୍ଗୀତର 186 ପୃଷ୍ଠାର ଗୀତ ମୁକୁନ୍ଦ ଦାସଙ୍କ ଦ୍ୱାରା ରଚିତ। 6 ଦିନ ହୋଇଲା ଗତ, ହେଲା ଦର୍ଶନ ବିଶ୍ରାମ ପ୍ରଭାତ। ହାଲେଲୁୟା। 6 ଦିନ ହୋଇଲା ଗତ, ହେଲା ଦର୍ଶନ ବିଶ୍ରାମ ପ୍ରଭାତ। 6 ଦିନ ହୋଇଲା ଗତ, କି ଆମୋଦ ଦିନ କଲା ଗମନ। ଆଜି ଦେହ ଆତ୍ମା ବିଶ୍ରାମ ପ୍ରାପ୍ତ। 6 ଦିନ ହୋଇଲା ଗତ, ସୃଷ୍ଟି କାଳେ ପରମେଶ୍ୱର କରିଥିଲେ ବିଶ୍ରାମ ହାର, କରି ଆଶୀର୍ବାଦ କରିଲେ ବିଶ୍ରାମ, କରି ସର୍ବ ସୃଷ୍ଟି ପ୍ରଭୁ ସମାପ୍ତ। 6 ଦିନ ହୋଇଲା ଗତ, ସର୍ବସାର ଚିନ୍ତାମାନ କରି ପରିତ୍ୟାଗ হে মন, খ্রিস্ট প্রেম চিন্তা প্রভুଙ୍କର কথা, ଏ ଆଦିରେ ହେଉ ଏ ଦିନ ଅନ୍ତ। 6 ଦିନ ହୋଇଲା ଗତ।
सांसारिकों का चोरू मन आज दिन कर विश्राम प्रार्थना प्रशंसा प्रभु का भजना धीरे हुआ निविष्ट चित छदिन कोइला कत আজি मोर प्रभुଙ୍କ दिन छदिन ठारू ए भिन्न करई पालन ए विश्राम दिन स्वर्ग विश्रामर अटे दृष्टान्त छदिन कोइला कत हेला दर्शन विश्राम प्रभात छदिन कोइला कत। प्रभु 6ଟି दिन ତୁମେ ଆମମାନଙ୍କୁ କୋଠି ଆଣିଲ ନମ୍ବର ପ୍ରଭାତର ପ୍ରଭୁ ତୁମର ପବିତ୍ର ବେଦ ନିକଟକୁ ଆସି ପ୍ରାର୍ଥନା ବିନତି ଉପାସନା ଆରାଧନା ବାକ୍ୟ ଆଲୋଚନା କରିବା ନିମନ୍ତେ ସୁଯୋଗ ଦେଇଛ। ଧନ୍ୟବାଦ ଦଉଛୁ ପ୍ରଭୁ, ତୁମକୁ ପ୍ରଣାମ କରୁଛୁ। କେମିତି ପ୍ରଭୁ ତୁମର ପ୍ରଶଂସା କରିବୁ, କିଭଳି ତୁମର ଗୌରବ କରିବୁ ଜାଣୁନା, କିନ୍ତୁ ପ୍ରଭୁ ସର୍ବପ୍ରଥମେ ତୁମ୍ଭ ନିକଟରେ ଆପଣାକୁ ମୁକ୍ତ କରୁଛୁ, ଆଣ୍ଠୁ ପାତୁଛୁ, ପୁଣି ପବିତ୍ର ବିଶ୍ରାମର ଯଥାର୍ଥତାକୁ ବୁଝି ତୁମର ଉପାସନା କରୁଛୁ। ହାଲେଲୁୟା। ସକଳ ଯୋଗ୍ୟତାକୁ କ୍ଷମା କରି ଆମମାନଙ୍କର ଉପାସନାକୁ ତୁମେ ଗ୍ରହଣ କର। ଆଣ୍ଠୁ ପାତିଲେ ଯୀଶୁଙ୍କ ଚରଣୀ, ଆଣ୍ଠୁ ପାତିଲେ ଯୀଶୁଙ୍କ ଚରଣୀ, ଜୀବନର ଭାରଣୀ ତାଙ୍କରି ଦୟାର ହୃଦୟ ପାରିନି, ତାଙ୍କରି ଦୟାର ହୃଦୟ ପାରିନି, ଆମରି ଦୁଃଖକୁ ସହି, ଆମରି ଦୁଃଖକୁ ସହି ଆଣ୍ଠୁ ପାତିଲେ ଯୀଶୁଙ୍କ ଚରଣୀ, ଜୀବନର ଭାରଣୀ ଆମ ଲାଗି ଝରେ ଅଶ୍ରୁ ଝରଣା, ପ୍ରାର୍ଥନା ରୂପନେ ପିତା ଈଶ୍ୱରଙ୍କ ପବିତ୍ର ବେଦୀରେ ସେ ମାଗନ୍ତି ଆମ ଯାହା କିଛି ଆମ ପ୍ରୟୋଜନ ଥାଏ, ଯାହା କିଛି ଆମ ସେ ଦିଅନ୍ତି ପ୍ରେମ ଭଇ, ସେ ଦିଅନ୍ତି ପ୍ରେମ ଭଇ ଆଣ୍ଠୁ ପାତିଲେ
जीसुको चरणी जीवनर भरुनी हजि गले आमे पाप दुनियारे से करन्ति प्रायश्चित हजि गले आमे पाप अन्धारे से करन्ति प्रायश्चित सूचि କରିବାକୁ ढाଳି ଦେଇ ଯାନ୍ତି ନିଜ ବହୁ ମୂଲ୍ୟ ରକ୍ତ କ୍ଷମାର ପ୍ରାର୍ଥନା ସେ କରନ୍ତି ଖାଲି କ୍ଷମାର ପ୍ରାର୍ଥନା ସେ କରନ୍ତି ଖାଲି ଆମ ପାଇଁ ଆମ ପାଇଁ ଆଣ୍ଠୁ ପାତିଲେ ଯୀଶୁଙ୍କ ଚରଣୀ ଜୀବନର ଭରୁନି ଜୀବନର ଭରୁନି। ଧନ୍ୟବାଦ ଦଉଛୁ ପିତା ପୁତ୍ରଙ୍କର ସେ ମହାନ ବଳିଦାନ ପ୍ରେମ ସ୍ମରଣ କରି ପ୍ରାତଃ ସମୟରେ ନିଜ ନିଜକୁ ତୁମ ସେ କୁଶତରେ ସମର୍ପଣ କରୁଛୁ। ତୁମେ ଆମମାନଙ୍କ ପାଇଁ ଆଜି ମଧ୍ୟ ସେ ପାଠ ସ୍ଥାନରୁ ଛିଡ଼ା ହୋଇ ପିତାଙ୍କ ନିକଟରେ ପ୍ରାର୍ଥନା କରୁଛୁ। ହେ ପିତା ଏମାନଙ୍କୁ କ୍ଷମା କର, ଏମାନେ କ'ଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ସତ ଅଯୋଗ୍ୟତା ସତ୍ୟ ମଧ୍ୟ ପ୍ରଭୁ ତୁମ ନିକଟକୁ ଆସି ସାହସର ସହିତ ଦୟା ସିଂହାସନ ନିକଟରେ ଅଳି କରିବା ପାଇଁ ଉପାସନା କରିବା ପାଇଁ ତୁମର ଗୁଣାନୁବାଦ କରିବା ପାଇଁ ସାହାଯ୍ୟ କରୁଛୁ। ସେଥିପାଇଁ ଧନ୍ୟବାଦ ଦଉଛୁ। କ'ଣ ଦେଇ ପ୍ରଭୁ ତୁମର ପ୍ରଶଂସା କରିବୁ, କିଭଳି ପ୍ରଶଂସା କରିବୁ ତାହା ମାନେ ଜାଣୁନା, କିନ୍ତୁ ଗୋଟିଏ ବିଷୟ ଜାଣ, ତୁମେ ଆମମାନଙ୍କର ପ୍ରାର୍ଥନା ଶ୍ରବଣକାରୀ ଉତ୍ତର ଦାନକାରୀ ପିତା ପରମେଶ୍ୱର ହେଇଥିବାରୁ ଏହି ମୁହୂର୍ତ୍ତର ଉପାସନାକୁ ତୁମେ ଆଘ୍ରାଣ କରିବା ପାଇଁ ପ୍ରସ୍ତୁତ। ଧନ୍ୟବାଦ ଦଉଛୁ। ହାଲେଲୁୟା। ଗୋଟେ ହିନ୍ଦୀ ଗୀତ ଗାଇ ପ୍ରଭୁଙ୍କର ପ୍ରଶଂସା କରିବା। कैसे कहूँ प्रभु कैसे पुकारूं, कैसे कहूँ प्रभु कैसे पुकारूं, तेरे चरणों में अपना जीवन संवारूं, अपना जीवन संवारूं। कैसे कहूँ प्रभु कैसे पुकारूं, कैसे कहूँ प्रभु कैसे पुकारूं, तेरे चरणों में अपना जीवन संवारूं, अपना जीवन संवारूं। जिंदगी के राहों पे चलना कठिन, तेरे बिना ये खुदा बचना कठिन। जिंदगी के राहों पे चलना कठिन, तेरे बिना ये खुदा बचना कठिन। तू ही है जीवन मेरे मसीहा, तू ही है जीवन मेरे मसीहा, तेरे चरणों में अपना जीवन संवारूं, अपना जीवन संवारूं। कैसे कहूँ प्रभु कैसे पुकारूं, कैसे कहूँ प्रभु कैसे
पुकारूं, तेरे चरणों में अपना जीवन संवारूं, अपना जीवन संवारूं। दुनिया के राहों पे चलना मुझे, चलती रहेंगी मैं देख के तुझे। दुनिया के राहों पे न चलना मुझे, चलती रहूंगी मैं देख के तुझे। तू ही है जीवन मेरी मसीहा, तू ही है जीवन मेरे मसीहा। तेरे चरणों में अपना जीवन संवारूं, अपना जीवन संवारूं। कैसे कहूँ प्रभु, कैसे पुकारूं, कैसे कहूँ प्रभु, कैसे पुकारूं। तेरे चरणों में अपना जीवन संवारूं, अपना जीवन संवारूं, अपना जीवन संवारूं, अपना जीवन संवारूं। हाँ प्रिय माने किभଳି ଭାବରେ ଆମେ ତାଙ୍କର ନିକଟବର୍ତ୍ତୀ ହେବା। ଏ ଭୟଙ୍କର ଜଗତରେ ସବୁବେଳେ ଆମମାନଙ୍କର ଚାଲିବା ପଥ ଅତି କଠିନ। ତାଙ୍କ ବିନା ଗୋଟିଏ ପାଦ ବି ଆମେ ଆଗକୁ ପକେଇ ପାରିବା ନାହିଁ ପ୍ରିୟମାନେ, କାରଣ ସେ ହେଉଛନ୍ତି ଆମର ଜୀବନ, ସେ ହେଉଛନ୍ତି ଆମର ପଥ, ସେ ହେଉଛନ୍ତି ଆମମାନଙ୍କର ସତ୍ୟ ଜୀବନ। ତାଙ୍କ ଚରଣ ତଳେ ଆପଣା ଜୀବନକୁ ସମର୍ପଣ କରିଦେବା, କାରଣ ଆମେ ଜାଣୁ ଦୁନିଆର ଏ ଗତି ପଥରେ ଅନେକ ଝଡ଼ ବାଧା ବିଘ୍ନ ଆସିବ, ବହୁତ କଷ୍ଟ ଏ ମଧ୍ୟ ଦେଇ ଚାଳିତ ହେବା ପାଇଁ। କିନ୍ତୁ ଯଦି ଆମେ ପ୍ରଭୁଙ୍କର ସାଙ୍ଗରେ ଅଛୁ ମୋର ପ୍ରିୟମାନେ, ତେବେ ଆମେ ନିଶ୍ଚିତ ଭାବରେ ତାଙ୍କର ଦକ୍ଷିଣ ହସ୍ତର ସ୍ପର୍ଶରେ ଆମେ ଆଗେଇ ଯାଇପାରିବା, କାରଣ ପ୍ରଭୁ ହେଉଛନ୍ତି ଆମମାନଙ୍କର ଜୀବନ, ସେ ଆମମାନଙ୍କର ଉଦ୍ଧାର କରିବା। ତାଙ୍କ ଚରଣ ତ ନିଜକୁ ସମର୍ପଣ କରି ଆମେ ତାଙ୍କର ବାକ୍ୟରୁ ବିରହ ଶୁଣିବା ପାଇଁ ଯିବା। ପ୍ରଭୁ ଆଶୀର୍ବାଦ କରନ୍ତୁ ବିଶେଷ ଭାବରେ। ଆଉ ଏକ ଓଡ଼ିଆ ଗୀତ ଦ୍ୱାରା ପ୍ରଭୁଙ୍କର ସ୍ତୁତି କରୁ କରୁ ଆତ୍ମ ପ୍ରସ୍ତୁତି ମଧ୍ୟରେ ଭରସାରେ ଆନନ୍ଦରେ ପ୍ରଭୁଙ୍କର ଶୁଣିବା ପାଇଁ ଯିବା। ହାଲେଲୁୟା। ପ୍ରିୟ ପ୍ରଭୁ ତୁମେ ପ୍ରିୟତମ, ପ୍ରେମରେ ଭରା ପ୍ରେମମୟ। ପ୍ରିୟ ପ୍ରଭୁ ତୁମେ ପ୍ରିୟତମ, ପ୍ରେମରେ ভরা প্রেমময়। তুমি প্রেম কলো প্রভু মোটে, তুমি ক্ষমা কলো প্রভু মোটে। মুঝি सूरज মুক্তিদাতা, ও প্রিয় প্রভু তুমি প্রিয়তম, প্রেমরে ভরা প্রেমময়। তুমি জীবন চালক, তুমি জীবনর পথ, তুম বিনা নাই মুক্তি। তুমি হি মোর শক্তি, তুমি জীবন চালক, তুমি জীবনর পথ, তুম বিনা নাই মুক্তি। তুমি হি মোর শক্তি। তুমি প্রেম কলো প্রভু মোটে, তুমি ক্ষমা কলো প্রভু মোটে।
मुझे सूरज मुक्तिदाता प्रिय प्रभु तुम्हें प्रियतम प्रेमरे भरा प्रेममय जीसु तुम्हें मोर आशा तुम्हें ही मो भरोसा জীবনে সহায় তুমি মোর আশ্রয় যিশু তুমি মোর আশা তুমি মো ভরসা জীবনে সহায় তুমি মোর আশ্রয় তুমি প্রেম কল প্রভু মোতে তুমি ক্ষমা কল প্রভু মোতে মুঝে সুরজ মুক্তিদাতা প্রিয় প্রভু তুমি প্রিয়তম প্রেমরে ভরা প্রেমময় প্রিয় প্রভু তুমি প্রিয়তম প্রেমরে ভরা প্রেমময় ଧନ୍ୟବାଦ ଦଉଛୁ ପିତା ଏ ସୁନ୍ଦର ସମୟରେ ତୁମ ପ୍ରେମକୁ ସ୍ମରଣ କରି ତୁମ ଦୟା ଅନୁଗ୍ରହ କ୍ଷମାକୁ ସ୍ମରଣ କରି ତୁମେ ଯେ ମୋ ଜୀବନର ଆମ ପ୍ରତ୍ୟେକଙ୍କ ଜୀବନର ରାଜା ମୋର ମୁକ୍ତିକର୍ତ୍ତା ଆମ ସମସ୍ତଙ୍କର ମୁକ୍ତିକର୍ତ୍ତା ତେଣୁ ତୁମର ପ୍ରେମକୁ ସ୍ମରଣ କରି ବନ୍ଦନା କରୁଛୁ ପ୍ରଭୁ ଆଜି ଦିନର ବିଶ୍ରାମର ଆମ ଜୀବନର ତୁମେ ଚାଳକ ହେଇଯାଅ ଆମ ଜୀବନର ତୁମେ ପଥ ହେଇଯାଅ ପ୍ରଭୁ ଆମ ଜୀବନରେ ତୁମର ବିନା ମୁକ୍ତି ନାହିଁ ପ୍ରଭୁ ତୁମ ବିନା ଆମମାନଙ୍କର କୌଣସି ଶକ୍ତି କାର୍ଯ୍ୟ କରିବ ନାହିଁ ପ୍ରଭୁ ତୁମେ ହିଁ ଆମମାନଙ୍କର ଆଶା ଓ ଭରସାର ଭୂମି ବାକ୍ୟ ଦେଇ ଆଜି ଆମମାନଙ୍କ ହୃଦୟ ମଧ୍ୟରେ ତୁମ ସେ ବାକ୍ୟକୁ ସଞ୍ଚୟ କରି ରଖିବା ପାଇଁ ତୁମର ପ୍ରିୟ ଦାସଙ୍କ ଆତ୍ମାଙ୍କର ଅଭିଷେକର ପ୍ରଭୁ ପୂର୍ଣ୍ଣ କର ପୁଣି ଶ୍ରୋତା ମାତ୍ର ନ ହୋଇ ପ୍ରଭୁ ଆମମାନେ ପ୍ରତ୍ୟେକ ଯେପରି ବାକ୍ୟର କର୍ମକାରୀ ହଉ ଏଥିପାଇଁ ହୃଦୟ ମନ ଆତ୍ମାକୁ ସମର୍ପଣ କରି ପ୍ରସ୍ତୁତ ରହୁ କାରଣ ଏହି ସମୟ ଅତି ନିକଟ ଯେଉଁ ସମୟରେ ତୁମେ ଶୀଘ୍ର ଆସୁଛ ଆମମାନଙ୍କୁ ଘେନି ଯିବା ପାଇଁ ପ୍ରଭୁ ଆମମାନଙ୍କୁ ସେଇ ଯେଉଁ ବସ୍ତ୍ର ଦେଇଛ ସେ ବସ୍ତ୍ର ଯେପରି ମଳିନ ନ ହୁଏ ପବିତ୍ରତାର ସୌନ୍ଦର୍ଯ୍ୟରେ ତୁମର ଭଜନା କରୁ କରୁ ସେ ସିଂହାସନ ନିକଟରେ ଉପବିଷ୍ଟ ନିଷ୍କଳଙ୍କ ନିର୍ଦ୍ଦୋଷ ଭାବରେ ତୁମଠାରେ ଚିର ଆନନ୍ଦ କରିବୁ ଏଥିପାଇଁ ଅନୁଗ୍ରହ କର सकल गौरव सकल महिमा तुमको दे ये समस्त प्रार्थना नाजरेथ यीशु के नाम रे मांगू पिता आमेन 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 प्रेज द लॉर्ड थैंक यू सो मच प्रेज द लॉर्ड बहुत बहुत सुंदर गीत द्वारा 6 दिन होइला गत ठारो आरंभ करी शेष रे प्रभुंकर प्रेम को स्मरण करी मीनाक्षी गणी आपण समाप्त करी अछंती प्रभु आपण को आशीर्वाद करंतु एही परी प्रभुंकर प्रशंसा गौरव करी गीत गाउ थांतु आ माने आनंद उपभोग करता प्रभु आपण को आशीर्वाद करंतु सुस्था शास्त्र दे तांको गरंते व्यवहार करंतु आसंतु माने आगु को बढ़िबा आमान को मध्य प्राण रंजन पाणी अछंती मो अनुरोध करिवि आमानकर मीनाक्षी बणी वर्शिप करिसेंती तांको निमंते एवं आमानकर रीनापाल बणी जे कि मध्यस्थीर प्रार्थना रे आगे नेछन तांको निमंते आमानकर पीटर भाई जे होस्ट को मध्य प्रार्थना करिवे एवं वाक्य नै आछंती आमानकर बिशप डी विरुद्ध तांको निमंते मध्य प्रार्थना करिवे प्राणी भाई आपण आमानको प्रार्थना रे आगे नियो प्रेज द लॉर्ड समस्तनको मो नमस्कार आसंत मन प्रार्थना करिबा प्रेममय स्वर्गस्थ पिता आमे तुमर अद्वितीय नामर धन्यवाद करूछु तुमर पूजा प्रशंसा करूछु कारण सदा सर्वदा तुम्हें पूजा प्रशंसा गौरव समर्पण पाइबा पई केवल एकमात्र योग्यवंत सत्य जीवित परमेश्वर अट
এইଥିପାଇଁ ତୁମ ନାମର ଗୌରବ କରୁ କରୁ ତୁମ ନାମ ସ୍ତୁତି ବନ୍ଦନା କରୁ କରୁ ବର୍ତ୍ତମାନ ଏ ପ୍ରତ୍ୟୁଷର ପ୍ରଭୁ ଏ ରିଅଲ ମିନିଷ୍ଟ୍ରି ଆନୁକୂଲ୍ୟରେ ତୁମର ସେବା ଉପାସନା କରିବା ପାଇଁ ଆମେ ଯେତେ ଏକତ୍ରିତ ହେଇଛୁ ପ୍ରତ୍ୟେକଙ୍କୁ ତୁମ ସ୍ୱର୍ଗୀୟ ଆଶୀର୍ବାଦର ଛାଦଳ ସମର୍ପଣ କରିବା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସମସ୍ତ କାର୍ଯ୍ୟକ୍ରମ ଚାଲୁ ହୋଇ ଆସିଛି ତଥା ପ୍ରଭୁ ମଧ୍ୟସ୍ଥି ପ୍ରାର୍ଥନା ଏବଂ ଆରାଧନା ଯେ ସମସ୍ତ କାର୍ଯ୍ୟ ପରିଚାଳିତ କରାଯାଇଛି ଯୋଉମାନେ ଅଂଶଗ୍ରହଣ କରିଛନ୍ତି ପ୍ରତ୍ୟେକଙ୍କୁ ତୁମର ଆଗମନ ପର୍ଯ୍ୟନ୍ତ ଆତ୍ମିକ ଭାବରେ ଆଶୀର୍ବାଦ ଦେଇ ସୁରକ୍ଷା ପ୍ରଦାନ କର। ବର୍ତ୍ତମାନ ବିଶେଷ ମୁହୂର୍ତ୍ତରେ ଆମେ ପହଞ୍ଚିଛୁ ତୁମର ଜୀବନ୍ତ ବାକ୍ୟ ତୁମର ସେ ମନୋନୀତ ଦାସଙ୍କ ଦ୍ୱାରା ଆମେ ଶୁଣିବୁ ତାଙ୍କୁ ତୁମେ ପବିତ୍ର ଆତ୍ମାଙ୍କର ଅଭିଷେକ ଦେଇ ତାଙ୍କ ମାଧ୍ୟମରେ କଥା କହ ପ୍ରତ୍ୟେକ ଡିଭାଇସ କୁ ପ୍ରଭୁ ତୁମେ ସୁସ୍ଥିର ଠିକ ରଖ ଯୋଦ୍ୱାରା ତୁମର ଗୌରବ ମହିମାର କାଢ ସାହାଯ୍ୟ କର ବିଶେଷ ଭାବରେ ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ତାଙ୍କ ପରିବାରକୁ ଆଶୀର୍ବାଦ କର ପୁଣି ଅବଶିଷ୍ଟ କାର୍ଯ୍ୟକୁ ତୁମର ଆଶୀର୍ବାଦର ହସ୍ତରେ ସମର୍ପଣ କରି ଏ ସମସ୍ତ ପ୍ରାର୍ଥନା ଆମମାନଙ୍କର ଆଶୀର୍ବାଦର ଆକର ମୃତ୍ୟୁଞ୍ଜୟ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏ କ୍ଷୁଦ୍ର ନିବେଦନ କଲି ପିତା ଆମେନ୍ ଆମେନ୍ आमेन 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 बहुत बहुत धन्यवाद प्राण भाई प्रभु आपको आशीर्वाद करंतु परिवार को सेवा कार्य को आशीर्वाद करंतु प्रभु गौरव करंतु प्रेज द लॉर्ड आसंता माने वाक्य मध्य को जीवा आज आमान को मध्य बिशप डीप हृदय अछंती किंतु तांकर ना तो लिखा है हृदय बेहेरा क्लास 4 सेक्शन 6 जहाँ भी हो आज बहुत सान भाव अछंती जहाँ भी हो हृदय भाई आपनकर समय वर्तमान आपण आमान को वाक्य रे आगे बिशप डीवी हृदय थैंक यू हृदय भाई आपनकर समय प्रेज द लॉर्ड अरुण भाई प्रेज द लॉर्ड नमस्कार कर भाई नमस्कार। नमस्कार अन्य मान को समस्त को मोर प्रभु यीशु को नाम नमस्कार थैंक यू आज बहुत खुशी ये पुनरुत्थान दिन रे एवं ये प्रभात समय रे प्रभुंकर वाक्य परिचर्या करने पई सुयोग पाई बहुत बहुत धन्यवाद अरुण भाई को बहुत दिन पर देखा है जूम रे बहुत धन्यवाद एटा बहुत आनंदर विषय थैंक यू आमे जियोलॉजिकल पुस्तक 23 अध्याय जियोलॉजिकल पुस्तक 23 अध्याय 1 ରୁ 7 जाए पाठ करिबा अरुण भाई किए अच्छंती कि जने के पाठ करिवे काको जदी किछि दायित्व दिया हिथिबो कर भाई सर प्लीज द लॉर्ड सर प्रेमांगिनी कर पड़ी जियोलॉजिकल 23 अध्याय 1 ରୁ 7 हां सदाप्रभुଙ୍କର ବାକ୍ୟ ପୁନର୍ବାର ମୋ ନିକଟରେ ଉପସ୍ଥିତ ହେଲା ଯଥା ହେ ମନୁଷ୍ୟ ସନ୍ତାନ ଦୁଇ ସ୍ତ୍ରୀ ଥିଲେ ସେମାନେ ଏକ ମାତାର କନ୍ୟା ପୁଣି ସେମାନେ ମିଶରରେ ବ୍ୟଭିଚାର କଲେ ସେମାନେ ଯୌବନ କାଳରେ ବ୍ୟଭିଚାର କଲେ ସେ ସ୍ଥାନରେ ସେମାନଙ୍କର ସ୍ତନ୍ୟ ମର୍ଦ୍ଦନ ହେଲା ଆଉ ସେହି ସ୍ଥାନରେ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ ଉଚ୍ଚାରାଗ ଢିପିଲେ ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠାର ନାମ ଅହଲା ତାହାର ତମ୍ବୁ ଓ ତାହାର ଭଗ୍ନୀର ନାମ ଅହଲିବା ତାହାର ମଧ୍ୟରେ ଆମ୍ଭର ତମ୍ବୁ ସେମାନେ ଆମ୍ଭର ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ ପୁଣି ନାମାନୁସାରେ ସମରିଆ ଅହଲା ଓ ଜେରୁସାଲାମର ଅହଲିଆ ଅଟେ ଆଉ ଅହଲା ଆମ୍ଭର ହୋଇଥିବା ସମୟରେ ବ୍ୟଭିଚାର କଲା ଓ ଆପଣାର ପ୍ରତିବାସୀ ଅସୁରୀୟ ପ୍ରେମିକ ଗଣଠାରେ ଆସକ୍ତ ହେଲା। बहुत धन्यवाद आगो को पढ़िवे 7 पद ସେମାନେ 7 ନିଳାମ୍ବର ପୁଣି ସେ ସେମାନଙ୍କର ଅର୍ଥାତ୍ ଅସୁରର ମନୋନୀତ ସକଳ ଲୋକଙ୍କ ସଙ୍ଗରେ ବ୍ୟଭିଚାର କଲା ଓ ସେ ଯେ କୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତ ଥିଲା ତାହାର ପ୍ରତିମା ଗଣ ଦ୍ୱାରା ଆପଣାକୁ ଭ୍ରଷ୍ଟ କଲା। ओके बहुत धन्यवाद यही चैप्टर टे आपण माने आगरु केबे पढ़ी थिले निश्चय पढ़ी थिबे किंतु कोन हृदबोध हेथिबे मु जाने नहीं कि एठी बहुत
କଡ଼ା କଥା ଲେଖା ଅଛି। ଏହା ଅନୁମେୟ ଯେ ଇସ୍ରାଏଲ ଲୋକମାନେ ସତ୍ୟ ଏବଂ ଏକମାତ୍ର ଜୀବିତ ଈଶ୍ୱରଙ୍କର ଉପସ୍ଥିତିରେ ବାସ କରୁ କରୁ ପ୍ରତିମା ପୂଜା ଆଡକୁ ସେମାନେ ଢଳିଗଲେ। ଏଇ ତତ୍ଵ ଆଜି ଆମମାନେ ଟିକେ ବୁଝିବା ପାଇଁ ଏବଂ ଜାଣିବା ପାଇଁ ସମୟ ଦବା ଏବଂ ପ୍ରଭୁ ନିଶ୍ଚୟ ଆମମାନଙ୍କୁ କଥା କହିବେ। ଏଇଥିରେ ଦୁଇ ଭଉଣୀ ଦୁଇ ଦେଶ ରିପ୍ରେଜେଣ୍ଟ କରୁଛନ୍ତି। ସେମାନେ ଦୁଇ ଭଉଣୀ, ସେମାନଙ୍କର ନାମ ଯାହା ପଢାଗଲା ଚାରି ପଦରେ, ଏବଂ ସେଇ ଦି ଭଉଣୀ ଅହଲା ଏବଂ ଅହଲିବା ଯାହା ଜେରୁସାଲମ ଏବଂ ସମରିୟାକୁ ବୁଝାଏ। ଦି ଭଉଣୀ ଦୁଇ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଦୁଇ ସମାନ ଏମାନଙ୍କର ଜୀବନ ଧାରା। ଏମାନେ ବ୍ୟଭିଚାରରେ ଲିପ୍ତ ରହିଛନ୍ତି ଏବଂ ଏଇଠି ଏ ଦୁଇ ଭଉଣୀ ଦୁଇ ଦେଶ ଏବଂ ଦୁଇଟି ଅପରାଧ, ଏବଂ ଦୁଇଟି ଅପରାଧ, ଗୋଟେ ହଉଛି ବ୍ୟଭିଚାର ଏବଂ ଆଉ ଗୋଟେ ହଉଛି ପ୍ରତିମା ପୂଜା। ପ୍ରତିମା ପୂଜା ଇସ୍ରାଏଲ ଲୋକମାନେ ସତ୍ୟ ଜୀବିତ ଏକମାତ୍ର ଈଶ୍ୱରଙ୍କର ସାନ୍ନିଧ୍ୟରେ ବାସ କରୁ କରୁ ଏହା ହେଲା। ଏବଂ ଯାତ୍ରା ପୁସ୍ତକରେ ଯାହା ଲେଖା ଅଛି 32 ଅଧ୍ୟାୟ 5ରୁ 6, ସେଇଥିରେ ମଧ୍ୟ ଆମେ ଦେଖିବାକୁ ପାଇବା କି ପ୍ରକାର ଭାବରେ ଏକ ବାଛୁରୀ ନିର୍ମାଣ କରି ସେମାନେ ଆନନ୍ଦ କରିବାକୁ ଲାଗିଲେ, ଉତ୍ସବ କରିବାକୁ ଲାଗିଲେ। ସେ ଘଟଣାଟା ଲେଖା ଅଛି ଏବଂ ସେମାନେ ବାଇବଲରେ ଜାଣୁ। ମୋଶା ଯେତେବେଳେ ସିନା ପର୍ବତକୁ ପ୍ରଭୁଙ୍କର ଆହ୍ୱାନ କ୍ରମେ ଯାଇଥିଲେ, ସେତେବେଳେ ଇସ୍ରାଏଲ ଜନତା ହାରଣଙ୍କ ନିକଟକୁ ଆସି ଦେବତା ତିଆରି କରିବା ପାଇଁ ସେମାନେ ଦାବି କଲେ ଏବଂ ସେଇ ଦାବି ଶୁଣିବା ପାଇଁ ଏବଂ ସେଇ ଦାବିକୁ ରୂପାନ୍ତର କରିବା ପାଇଁ ହାରଣ ସମସ୍ତଙ୍କୁ କହିଲେ, ତୁମେ ମୋ ନିକଟକୁ ତୁମର ସୁନା ଗହଣା ସବୁ ନେଇ ଆସ। ଆଉ ସେଇଥିରେ ସେ ଗୋଟେ ଧଳା ପ୍ରତିମା ନିର୍ମାଣ କରେ, ବାଛୁରୀଟି ବାହାରିଗଲା ଏବଂ ସେଇ ବାଛୁରୀ ପୂଜା ଯାହାକି ଗୋ ପୂଜା ଭାବରେ ଆମେ ଦେଖିବାକୁ ପାଉ। ଆମ ଦେଶରେ ଗୋମାତାର ପୂଜା ଯେ ପ୍ରକାର ବର୍ତ୍ତମାନ ଦେଖାଯାଏ, ଆମେ ସେଇ ବିଷୟରେ ଟିକେ ଆଲୋଚନା କରିବା ଏବଂ ପ୍ରଭୁ ବିଶେଷ କରି ଯେଉଁ ଲୋକମାନଙ୍କୁ ଆପଣାର କରିଥିଲେ, ନିଜର ବୋଲି ଘୋଷଣା କରିଥିଲେ ଏବଂ ନିଜର ବୋଲି ଗର୍ବ ଅନୁଭବ କରୁଥିଲେ, ଏଇ ଇସ୍ରାଏଲ ଲୋକମାନେ କି ପ୍ରକାର ଭାବରେ ମୂର୍ତ୍ତି ପୂଜା ଠାରୁ ଆସକ୍ତ ହେଇକି ରହିଲେ। ବାରମ୍ବାର ବାଇବଲର ପୁରାତନ ନିୟମରେ ପୁଣି ନୂତନ ନିୟମରେ ପ୍ରତିମା ପୂଜା ଠାରୁ କି ପ୍ରକାର ଘୃଣା କରିବାକୁ ହେବ ଏବଂ ଦୂରରେ ରହିବାକୁ ହେବ, ସେଇ କଥା ଉଲ୍ଲେଖ ଅଛି। ଦୁଇଟି ଶବ୍ଦ ଆମେ ଅଣ୍ଡରଲାଇନ୍ କରିବା। ପ୍ରଥମ କରନ୍ଥୀୟ 10 ଅଧ୍ୟାୟ 14 ପଦ ଏବଂ ପ୍ରଥମ କରନ୍ଥୀୟ 6 ଅଧ୍ୟାୟ 18 ପଦ। এই দুইটি ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରାଂଶ। ଯଦି କେହି
पाठ करेंगे ताले समस्ते शुणिकी मत बुझीपारे जो मान पाखे बाइबल अच्छी से अंडरलाइन करें प्रथम करंथी ଅତ 10 अध्याय 14 पद प्रथम कर 6 अध्याय 18 पद पढ़ंतु थैंक यू ଅତଏବ ହେ ମୋର ପ୍ରିୟମାନେ ପ୍ରତିମା ପୂଜାରୁ ପଳାୟନ କର। ताको अंडरलाइन करंतु समस्त अंडरलाइन करंतु प्रतिमा पूजा ठारू पलायन कर हाँ ବ୍ୟଭିଚାର ଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ କୌଣସି ପାପ କରେ ତାହା ଶରୀରର ବହିର୍ଭୂତ, କିନ୍ତୁ ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। बहुत धन्यवाद प्रतिमा पूजा ठारू पलायन कर एवं व्यभिचार ठारू पलायन कर ये दुईटा अंडरलाइन करेंगे एवं पलैबार दृष्टांत मध्य बाइबल रे आमने देखिबा को पाऊ दानियल पुस्तक रे एवं आमाने दानियल को जीवन द्वारा पुणी जोसेफंकर जीवन द्वारा एमाने दुईटी बलिष्ठ उदाहरण आमन को पाई अछंते तेणु आमे जदि प्रतिमा पूजा ठारो पलायन करिबा दानियल की प्रकार पलायन करथिले एवं जोसेफ की प्रकार भाव रे पलायन करथिले एवं सेमानक जीवन रे एही आदर्श उदाहरण आमाने देखिबा को पाऊ पुणी ताहा आमाने अप्लाई करिया को पारि निज जीवन रे द्वितीय राजावली 23 अध्याय 3 पदरु 5 पद जाए आमाने आ गोटे चित्रटी देखिबा को पाओ एवं से ताहा आमान को अप्लाई करिया पई सहायता करिवो द्वितीय राजावली 23 अध्याय 3 रु 5 जाए एथिरे राजा स्तंभ निकटरे ठिया होई सदाप्रभुଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କ ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି ଏହି ପୁସ୍ତକ ଲିଖିତ ନିୟମ ବାକ୍ୟ ସଫଳ କରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ ଆଉ ସମୁଦାୟ ଲୋକ ସେହି ନିୟମରେ ସମ୍ମତ ହେଲେ। ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ପାଲର ଓ ଆଶରା ମୂର୍ତ୍ତିର ଓ ଆକାଶସ୍ଥ ସମସ୍ତ ବାହିନୀର ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲ୍କିୟ ମହାଯାଜକଙ୍କୁ ଓ ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳ ମାନଙ୍କୁ ଆଜ୍ଞା କଲେ। ତହୁ ସେ ଜେରୁସାଲେମର ବାହାରେ କିଦ୍ରୋନ ପଦାରେ ତାହା ସବୁ ଦଗ୍ଧ କରି ତହିର ଭସ୍ମ ବେଥେଲକୁ ନେଇଗଲେ। ପୁଣି ଜିହୁଦାର ରାଜାମାନେ ଯେଉଁ ପୌତ୍ତଳିକ ପୁରୋହିତ ମାନଙ୍କୁ ଜିହୁଦା ପ୍ରଦେଶ ନଗର ସବୁର ଉଚ୍ଚସ୍ଥଳୀମାନରେ ଓ ଜେରୁସାଲେମର ଚତୁର୍ଦିଗବର୍ତ୍ତୀ ସ୍ଥାନ ସବୁରେ ଧୂପ ଜଳାଇବା ପାଇଁ ନିଯୁକ୍ତ କରିଥିଲେ ସେମାନଙ୍କୁ ମଧ୍ୟ ଯେଉଁମାନେ ବାଲର ସୂର୍ଯ୍ୟର ଓ ଚନ୍ଦ୍ରର ଓ ଗ୍ରହଣର ଓ ଆକାଶସ୍ଥ ସମସ୍ତ ବାହିନୀର ଉଦ୍ଦେଶ୍ୟରେ ଧୂପ ଜଳାଇଲେ ସେ ସବୁକୁ ସେ ରହିତ କଲେ। एथिरे पौतलिक पुरोहित माने तमाने मूर्ति सेवा करुथिबा पुरोहित माने याजक माने एवं जो सर्व जनता की प्रकार भाव रे ग्रह नक्षत्र को जो माने पूजा करूचंती तार एक दृष्टांत एठी लिखा जायछि एवं आमाने देखिबा को पाऊ जे विश्वास योग्य सत्य एवं एकमात्र ईश्वरंक व्यतीत अन्य कौनसी देवता को बा देवी को पूजा करिबा बाइबल रे मना अछि। यात्रा 20 अध्याय यात्रा 20 अध्याय 1-2 पदरे 10 आज्ञा मधुरे प्रथम आज्ञा एवं प्रथम आज्ञा इस्राएल लोक मान को पाई की प्रकार भाव रे गोटे बोझर कारण हैला ता मध्य आमाने देखिबा को पाऊ जेते बेला आमाने पढू प्रभु इस्राएल लोक मान को आपणार लोक करथिले एवं एही आपणार लोक माने इस्राएल लोक माने
जिहुदी लोक माने ए माने एक ईश्वर को नेकी गर्व करती। एक ईश्वर अर्थ ताको इंग्रेजी रे मोनोथीजम बोली कहा जाए। एक ईश्वरवादी मोनोथीजम एवं बहु ईश्वरवादी पॉलीथीजम। एवं मोनोथीजम को विश्वास करुवा तुमने एक ईश्वर को अब्राहम ठारो जेतिकी धर्म आमाने पृथ्वी रे देखिबा को पाओ जो धर्म गुड़िक सब अच्छी से सब एक ईश्वरवादी किंतु एक ईश्वरवादी तत्वटा बाइबल रे आमाने तृतीय ईश्वर को विश्वास करू। तीन जन ईश्वर को विश्वास नुहे तृतीय ईश्वर अर्थ तीन एक ईश्वर को आम विश्वास करू एवं एक तीन ईश्वर को विश्वास करू किंतु तीन जन को नुहे जड़े ईश्वर तीनोटी रूपांतर आम देखा पाओ एवं आम विश्वास भी करू। एवं इस्लाम धर्म रे एक ईश्वरवादी से माने मध्य एक ईश्वरवादी किंतु तांको ठारे एक छड़ा दुई हो पारिबोनी। यही कठोरता आमाने देखा पाओ इस्लाम धर्म रे। आज इस्राएल लोक माने सत्य एवं विश्वास योग्य एकमात्र ईश्वर को जानी थिले मध्य से माने खोजी नहांती किंतु से मान को ईश्वर आपना तरफरु दर्शन दे से मानकर विश्वास जन्माइले से मानकर विश्वास को आकर्षण कले एवं जिहोवा जिहोवा बा एलोहिम सर्वशक्तिमान प्रभु यही इस्राएल लोक मान को स्वयंभू नाम रे दर्शन देले। स्वयंभू शब्दर अर्थ ईश्वर निज इच्छा रे जे कौनसी समय रे जे कौनसी लोकों को से दर्शन दे पारंती। ए स्वयंभू शब्दर अर्थटा टिके मने रखिया को चेष्टा करिवे। स्वयंभू शब्दर अर्थ ईश्वर आपना इच्छा रे जे कौनसी लोक को जे कौनसी समय रे जे कौनसी रूप रे दर्शन दे पारिबे निज को प्रकाश करि पारिबे। किंतु शेष काल रे से तांकर अद्वितीय पुत्र जीशुଙ୍କ द्वारा यार अर्थ काल संपूर्ण हो गला आउ काल आसीबो नहीं। एही काल अनंत काल एही अनंत काल रे प्रभु आपना कोलस्थित पुत्र अद्वितीय प्रभु जीशु को मनुष्य रूप रे अवतीर्ण कराइले एवं अवतीर्ण हेले। आज यही इस्राएल लोक माने मूर्ति पूजा करुछंती। मूर्ति पूजा अर्थ एकमात्र सत्य ईश्वर को छाड़ी एकमात्र सत्य ईश्वर को छाड़ी अन्य कौन सी प्रतिमूर्ति किंबा व्यक्ति किंबा वस्तु को सेवा करिवा बा पूजा करिवा सेटा होची प्रतिमा पूजा। जहन 17 अध्याय 3 पदरे आमाने आ गोटे सत्यता देखा पाओ जेटा नूतन नियमर कथा। आमाने जहन 17:3 को पढ़िबा। आउ एकमात्र सत्य ईश्वर जे तुम्भको ओ तुम्भर प्रेरित जीशु ख्रीष्ट को जानिबा अनंत जीवन अटे। ओके ईश्वर बनाम अनंत जीवन एवं 3टा जिनिस आमाने देखा पाओ एकमात्र सत्य ईश्वर प्रभु जीशु ख्रीष्ट एवं अनंत जीवन। आमाने ये 3टा को ए भाव रे बुझीबा। एकमात्र सत्य ईश्वर प्रभु जीशु ख्रीष्ट अनंत जीवन अटंती। तेणु ईश्वर बनाम अनंत जीवन प्रभु जीशु ख्रीष्ट बनाम अनंत जीवन।
तेणु अनंत जीवन को कौन सी वस्तु हिसाब से बुझा नहीं, या व्यक्ति हिसाब से बुझा। अनंत जीवन होची गोटे जड़े व्यक्ति, सत्य ईश्वर, अदृश्य ईश्वर एवं प्रभु जीशु ख्रीस्ट से दृश्यमान अटंती। अदृश्य ईश्वर आत्मा एवं दृश्य ईश्वर देहधारी। तेणु देहधारी ईश्वर को आम विश्वास करूँ एवं आत्मा रूपी ईश्वर को आम विश्वास करूँ। तेबे विश्वास आम जीवन रे जहाँ अच्छी आम अदृश्य भाव ही विश्वास करूँ, दृश्य विषय नुहे। तेबे द्वितीय राजावली 23 अध्याय आम जहाँ पढ़िलु, ये पौतलिक पुरोहित माने सदाप्रभु निकट रे नियम कले बा से समय से जेरूशलेम इस्राएल लोक माने एवं पौतलिक पुरोहित माने से माने कन्विक्शन हेले जे आमाने जीवित ईश्वर को छाड़ी आमाने पौतलिक उपासना करूचे एवं जेतेबेले से माने पूरा कन्विन्स हेले सदाप्रभु निकट रे से माने नियम कले जे से मान आउ मूर्ति पूजा करिवे नहीं। एवं से माने कौन कले, मूर्ति घर गुड़िक सब भांगी पकेले एवं से माने कन्विक्शन हेले जे से मानकर जो मूर्ति पूजा से माने करुथिले से गुड़ाक सब भांगी पकेले। पुरातन नियम रे भिन्न भिन्न जगार रे मूर्ति भांगिबा चित्र, मंदिर भांगिबा चित्र आमाने देखिबा को पाओ। भिन्न भिन्न जगार रे भिन्न भिन्न लोकों को द्वारा बड़ साहसर सहित यही मूर्ति घर गुड़ाक भांगिबा एवं मूर्ति भांगिबा मंदिर गुड़ाक भांगिबा यही चित्रटी आमाने देखिबा को पाओ। तेबे प्रतिमा पूजा होची एकमात्र सत्य ईश्वर ठारो विमुख होई देवादेवी को पूजा करिबा, एटा होची मूर्ति पूजा। ईश्वरंकर प्रतिमूर्तिधारी मनुष्य तांकर सृष्टिकर्तांकर मूर्ति को तैयारी करी बा तांकर मूर्ति को अनुमान करी तैयारी करी से माने पूजा करिया को लागिले। ता माने से माने जीवित ईश्वर परिवर्ते मिथ्या से माने निज को प्रतिपादन करिसंती आम ईश्वर सेवा करुचे बोली। रोमियो 1 अध्याय तार 19 पद को पढ़िबा। रोमियो 1:19 जेणु ईश्वरଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି, ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି। बहुत धन्यवाद। 23 पद को पढ़ंतु। पुଣି ଅକ୍ଷୟ ଈଶ୍ୱରଙ୍କ ଗୌରବକୁ ହୟନୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ। 25 पद पढ़ंतु। କାରଣ ସେମାନେ ଈଶ୍ୱରଙ୍କର ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସ୍ରଷ୍ଟାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ। ସେ ଯୁଗେ ଯୁଗେ ଧନ୍ୟ। ଆମେନ୍। आमेन। तो पाउल एक कथा आमान को जणे दियंती जो ईश्वर को संबंध रे जहाँ माने जानिबा कथा आमाने ताहा जानू एवं यह जानिबा सत्य ईश्वर को जानिबा बा सत्य को जानिबा पाई आमको पाठ पढ़िबा दरकार नहीं, पुस्तक पढ़िबा दरकार नहीं। आमान को भितरे जो पंच इंद्रिय अच्छी से पंच इंद्रिय माध्यम रे ही आम सत्य को जानू। मो तार उदाहरण आपण मान को देवी। एटा मो पाखरे
ଗୋଟେ ବୋତଲ ଅଛି ଏବଂ ପାଣି ବୋତଲ ଅଛି ଦେଖିପାରୁଛନ୍ତି କର କର ଭାଇ ଆପଣ ଏଇଟା ଦେଖିପାରୁଛନ୍ତି କି ବୋତଲଟି ଆଚ୍ଛା ହଉ ହଁ ସାର୍ ହଁ ସାର୍ ୟା ଭିତରେ ପାଣି ଅଛି ହଁ ସାର୍ ଓକେ ଦେଖିବା କାମ କୋଉଥିରେ ହେଲା ଆଖିରେ ଠିକ ହେଲା ଅଛି ହଁ ଓକେ ଆପଣଙ୍କ ଆଖି ନା ଅନ୍ୟ କାହାର ଆଖି ନିଜ ଆଖି ନିଜ ଆଖି ଓକେ ଠିକ ଅଛି ଏଇ ପାଣିର ସ୍ୱାଦ କେମିତି ଚାଖିଲେ ଜଣା ପଡିବ ସାର୍ କୋଉଥିରେ ଚାଖିବେ ଆପଣ ଜୀବ ଦ୍ଵାରା ଜିଭ ଦ୍ୱାରା ଜାଣିବେ ତେବେ ଜିଭଟା ଆପଣଙ୍କର ନା ଆଉ କାହାର ନିଜର ସାର୍ ନିଜର ଠିକ ଅଛି ଏଟା ଥଣ୍ଡା କି ଗରମ ବୋଲି ଜାଣିବେ କୋଉଥିରେ ଚାଖିବା ଏଟା ମନରେ ଜଣା ପଡିବ ନାଇଁ ମନରେ ନାହିଁ ଚର୍ମରେ ଚର୍ମରେ ହଁ ଚର୍ମରେ ଜଣା ପଡିବ ଏବଂ ଆପଣ ଛୁଇଁକି ଆପଣ ଜାଣିପାରୁଛନ୍ତି ଯେ ଥଣ୍ଡା କି ଗରମ ତ ରଙ୍ଗ ସ୍ୱାଦ ଏଗୁଡାକ ଶୁଣିବା ପାଇଁ ଅବିକା ଏ କଥା ଗୁଡାକ ଆପଣ ଶୁଣି ପାରୁଛନ୍ତି କି ମୋ ଠାରୁ ମୋ କଥା ଶୁଣି ପାରୁଛନ୍ତି ହଁ କି ସାର୍ ହଁ ସାର୍ ହଁ। ଶୁଣିବା କାମ କୋଉଥିରେ କାନରେ କାନ ଦ୍ଵାରା ଶୁଣ ଆଚ୍ଛା ହଉ ତେବେ ଆପଣଙ୍କର କେତେଟା ହେଲା ଆଖି କାନ କାନ ଜିଭା ଜିଭା ଚର୍ମ ଆଉ ଚର୍ମ ୟାର ଗନ୍ଧ କେମିତି ବୋଲି ଆପଣ କେମିତି ଜାଣନ୍ତି ନାକ ଦ୍ଵାରା ନାକ ଦ୍ୱାରା ଜାଣିପାରନ୍ତି ଏଇ ପାଞ୍ଚଟି ଯାକ ଇନ୍ଦ୍ରିୟ ଆପଣଙ୍କ ପାଖରେ ଅଛି ସାର୍ ଏହାକୁ ବ୍ୟବହାର କରି ଏଇଟା ପାଣି ବୋତଲକୁ ଆପଣ ବିଶ୍ୱାସ କରୁଛନ୍ତି ହଁ ସାର୍ ହଁ ନା ଆପଣ ବିଜ୍ଞାନ ସ୍କୁଲକୁ ଯାଇକି ପାଠ ପଢିବା ପଡିବ କି ଏ ବୋତଲଟି ପାଣି ବୋଲି ନାଇଁ ସାର୍ ବିଜ୍ଞାନ ପାଠ ପଢିବା ଦରକାର ନାହିଁ ତେଣୁ ଜ୍ଞାତବ୍ୟ ବିଷୟ ଜାଣିବା ପାଇଁ ଈଶ୍ୱର ଆମ ଶରୀର ଭିତରେ ହିଁ ଯେଉଁ ପାଞ୍ଚଟି ଫେକଲ୍ଟି ସୃଷ୍ଟି କରିଛନ୍ତି ଏଇ ପାଞ୍ଚଟି ଫେକଲ୍ଟିକୁ ନେଇକି ଜଣେ ଲୋକ ସତ୍ୟକୁ ଜାଣିପାରେ ସତ୍ୟ ଈଶ୍ୱରକୁ ଜାଣିବା ପାଇଁ ଆମମାନେ ଛୁଇଁବା ନିହାତି ଦରକାର ନାହିଁ କିନ୍ତୁ ବିଶ୍ୱାସ କରିବା ଅଦୃଶ୍ୟ ବିଷୟକୁ ବିଶ୍ୱାସ କରିବା ଏଇ କାପାସିଟି ମନୁଷ୍ୟ ଭିତରେ ଅଛି ଅନ୍ୟ କୌଣସି ଜୀବଜନ୍ତୁର ନାହିଁ କିନ୍ତୁ ମନୁଷ୍ୟ ଭିତରେ ଏଇ କାପାସିଟି ଅଛି ସେ ଈଶ୍ୱରଙ୍କୁ ବିଶ୍ୱାସ କରିପାରିବ ନ ଦେଖିକି ନ ଛୁଇଁକି ମଧ୍ୟ ବିଶ୍ୱାସ ହାଲେଲୁୟା ତେବେ ପ୍ରତିମା ପୂଜା ହଉଛି ଏକମାତ୍ର ସତ୍ୟ ଈଶ୍ୱରଙ୍କ ଠାରୁ ପଳାୟନ କରି ଦେବାଦେବୀ ମାନଙ୍କ ପଛରେ ଲାଗିବା ଏଇଟା ହଉଛି ଏକ ଈଶ୍ୱରଙ୍କୁ ଛାଡି ବହୁ ଦେବାଦେବୀ ପଛରେ ଦୌଡ଼ିବା ଏଇଟା ହଉଛି ପ୍ରତିମା ପୂଜା ବ୍ୟଭିଚାରଟା ମଧ୍ୟ ସେଇ ପ୍ରକାର ଜଣେ ବିଧି ମତ ଭାବରେ ବିବାହ କରିଥିବା ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟମାନଙ୍କ ପଛରେ ଦୌଡ଼ିବା ଏଟାକୁ ବ୍ୟଭିଚାର ବୋଲି କୁହାଯାଏ ତେବେ ପ୍ରତିମା ପୂଜା କଣ ଏକମାତ୍ର ସତ୍ୟ ଈଶ୍ୱରଙ୍କୁ ଛାଡ଼ି ବହୁ ଦେବାଦେବୀ ପଛରେ ଦୌଡ଼ିବା ଏଇଟା ହଉଛି ପ୍ରତିମା ପୂଜା ଏବଂ ଏକ ସ୍ୱାମୀକୁ ଛାଡ଼ି ବହୁ ଜଣଙ୍କ ପଛରେ ପୁରୁଷ ମାନଙ୍କ ପଛରେ କିମ୍ବା ସ୍ତ୍ରୀ ମାନଙ୍କ ପଛରେ ଦୌଡ଼ିବା ଏଟାକୁ ବ୍ୟଭିଚାର ବୋଲି କୁହାଯାଏ ତେବେ ଇସ୍ରାଏଲ ଲୋକମାନେ ବା ପ୍ରାଚୀନ ଜିହୁଦୀ ଏବଂ ଇସ୍ରାଏଲ ଲୋକମାନେ ବାରମ୍ବାର ପ୍ରତିମା ପୂଜାରେ ଆକର୍ଷଣ ହେଲେ କାହିଁକି ବାରମ୍ବାର ପ୍ରତିମା ପୂଜାରେ ଆକର୍ଷଣ ହେଲେ ତାର କେତୋଟି କାରଣ ଅଛି ଏବଂ ସେହି କାରଣରୁ ଆମେ ଯଦି ଦେଖିବା ଯେ ବର୍ତ୍ତମାନ ସମୟରେ 6ଟି ଆଧୁନିକ ମୂର୍ତ୍ତି ପୂଜା ବା ଆଧୁନିକ ମୂର୍ତ୍ତି ପୂଜା ଆମମାନେ 6ଟି ମୂର୍ତ୍ତି ପୂଜା ଦେଖିବା ପ୍ରଥମଟି ହେଉଛି ଅର୍ଥ ରୋଜଗାର କରିବା ଅର୍ଥ ସଂଗ୍ରହ କରିବା ଅର୍ଥ ସଞ୍ଚୟ କରିବା ଅର୍ଥକୁ ଅସଦ୍ ଉପଯୋଗୀ କରିବା ଏବଂ ଯେଉଁମାନଙ୍କର ମନ ଅର୍ଥ ଉପରେ ବେଶୀ ଲାଳାୟିତ ଏବଂ ମନ ଲାଗିଛି ଅର୍ଥ ସମସ୍ତଙ୍କୁ ଦରକାର ଏବଂ ଅର୍ଥ ଉପାର୍ଜନ କରିବା ପାଇଁ ଈଶ୍ୱର ଅଧିକାର ଦେଇଛନ୍ତି
किंतु औषध उपाय नुहे किंबा औषध या अपराधिक उद्देश्य संग्रह करवा बा संचय करवा नुहे। द्वितीय कारण होची लोक माने मौज मजलिस करवा ताको एंटरटेनमेंट बोली आमाने कही थाउ। द्वितीय कारण है द्वितीय आकर्षण है गोटे एंटरटेनमेंट अनेक समय धरी से माने एइतिरे मौज मजलिस करि पारंती। तृतीयटी होची एइटी जौन संस्कृति मूर्ति पूजारे आमाने जौन संस्कृति आमाने देखिबा को पाओ। एइतिरे उलग्नता आपण देखिबे एवं अंग प्रत्यंग गुड़ाक देखिबे एवं एइतिरे आकर्षणीय चित्र गुड़ाक मध्य आपण देखिबे। तो एइतिरे जौन संस्कृति यह समान बड़ा आकर्षण कारण है। वर्तमान लोक माने बड़ सुखाभिलाषी कौथिरे माने पाउचंती ना सोशल मीडिया बा टेक्नोलॉजी बा मानकर मोबाइल सर्विस ए जो फोन गुड़ाक लोक माने बहुत अभ्यस्त। आज प्रचारक माने पान बीड़ी सिगारेट उपरे आधार करके प्रचार करूना। आज अनेक प्रचारक माने टीवी विरुद्ध रे मते प्रचार करूना किंतु मोबाइल को लेकिन अनेक प्रचार चली। एटा खराब नुहे किंतु वर्तमान लोक माने जो प्रकार भाव में सदुपयोग करुचंती एइथिरे केतोटी विषय सावधान रहिबा दरकार। सावधान विषय कौन मोर समय सद्व्यवहार हवा दरकार। सद्व्यवहार होउची ना मोर समय बेसी समय कोठी चली जाउची मोबाइल रे बेसी समय चलो जाउची को विषय पई चली जाउची एटा को देखिबा दरकार। द्वितीय रे मोर अर्थ खर्च होउची जेतिकी दामिकिया मोबाइल किनिबे सेतिकी पैसा दरकार। सेतिकी पैसा आपण प्रत्येक 2 वर्ष को थरे कि 3 वर्ष को थरे आपण बदलुथिबे खराब होउथिले हजी गले अर्थ सेठी चली जाउची। एवं तृतीय विषयटी होची मोबाइल को नेकी समस्तंकर आनंद मोबाइल को नेकी समस्तंकर आनंद बिरयानी खाइले जेमिति आनंद लोक माने पाते या ठारो बहु गुण रे मोबाइल टा जदि सांगरे थिबो से माने बहुत आनंद पाते एवं समस्तंक गहन रे मोबाइल टा बाहर करिकी निजर मोबाइल केते दामिकिया केते सुंदर केते आकर्षण एवं निज हाथ को केते शोभा पाए निजर कान पाखरे केते शोभा पाए से माने सब देखई हुवंती। चतुर्थ विषय है मोर मनटा सेठी लागी रहउची मनी पर्स रे आ मनटा नाही मोबाइल रे मोर समयटा रही मनटा रही जाइछि काले हजी गला कि किए नहीं गला कि किए छुई देला कि इत्यादि इत्यादि। तबे एइथिरे आमाने सतर्क होउ नहीं। एई मोबाइल बा नुआ टेक्नोलॉजी सोशल मीडिया आमान को एते आनंद दउची कंफर्ट रे रखिची एवं सते जेमिति सब किछि आमे पाई जाइछु। एई 5टी कारण जोगु से माने आकर्षण होइके रहिले इस्राएल लोक माने। वर्तमान जुग रे एई मूर्ति पूजा बिना बिना रूप रे बहुत सक्रिय होइके रहिछि जो मूर्ति पूजा को मना करा हैतला यात्रा 20 अध्याय 3 पद रे पूरे बहुत स्ट्रांग निर्देश रही जाइछि पढ़ंतु यात्रा 20:3 आउ आंभ साक्षात रे तुम्भर आउ कौनसी देवता हेब नाही। आम साक्षात रे कौन सी देवता आओ हेब नाही। माथ्यू 22 अध्याय
ତାର 37 ଏବଂ 38 ପଦ ପଢନ୍ତୁ। এটা ଆମେ ସମସ୍ତେ ଜାଣିଛୁ, ବାରମ୍ବାର ମୋ ସେ ଘରୁ ସେ ହଁ ତାଙ୍କୁ କହିଲେ ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରେମ କର। ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା। ଓକେ, এই ଦୁଇଟା କଥାକୁ ଦେଖିବା। ଯାତ୍ରା 23 ଏବଂ ମାଥ୍ୟୁ ତାର 22 ଅଧ୍ୟାୟ 37 38 ପଦରେ ଏଟାକୁ ଆମେ ବୁଝିବା କ'ଣ? ଗୋଟେ ଜାଗାରେ ମୂର୍ତ୍ତି ପୂଜା ମନା ହେଇଛି, ଆଉ ଗୋଟେ ଜାଗାରେ ତୁମେ ଆପଣା ପରମେଶ୍ୱରଙ୍କୁ ଅନ୍ତର ସହିତ ପ୍ରେମ କରିବ, ସମସ୍ତ ମନ, ସମସ୍ତ ଅନ୍ତଃକରଣ ଏବଂ ସମସ୍ତ ଶକ୍ତି ଦେଇକି ତାଙ୍କୁ ପ୍ରେମ କରିବା ପାଇଁ କୁହାଯାଇଛି। କିନ୍ତୁ ମୂର୍ତ୍ତି ପୂଜାରେ ଆକର୍ଷଣ ଆସିଯାଇଛି। এই ଆକର୍ଷଣ ଆମମାନଙ୍କୁ ଜୀବିତ ଈଶ୍ୱରଙ୍କ ଠାରୁ ପୃଥକ କରିଦେଉଛି। ଅବିକା ଆଧୁନିକ ମୂର୍ତ୍ତି ଗୁଡାକ ସେଠି ଦେଖିବା। କଲସିୟ 3 ଅଧ୍ୟାୟ 5 ପଦ। ଅତଏବ ହୁଁ। ତୁମ୍ଭମାନଙ୍କର ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର କୁପ୍ରବୃତ୍ତି ଗୁଡାକ ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, କାମ ଓ ଅଭିଳାଷ, ପୁଣି ପ୍ରତିମା ପୂଜା ରୂପା ଲୋଭ, ଏହି ସବୁ ପ୍ରତି ମୃତ ହୁଅ। ପ୍ରତିମା ପୂଜା ରୂପ ଲୋଭ, ତାପରେ ଲୋଭ ବନାମ ପ୍ରତିମା ପୂଜା। ତେବେ ଆମ ଜୀବନରେ ଯଦି ଲୋଭ ଅଛି ତାହେଲେ ପ୍ରତିମା ପୂଜା ଅଛି। ତେବେ ପ୍ରତିମା ପୂଜା ଆଉ ଏକ ରୂପରେ ଆସିଛି, ଲୋଭ ରୂପରେ, ଏବଂ এই ଲୋଭ ହିଁ ବିନାଶର କାରଣ ହୁଏ। ହବା ବୃକ୍ଷର ଫଳକୁ ଦେଖିକି କ'ଣ କଲା? ଲୋଭ କଲା, ନୁହେଁ କି? ନୟନର ଲୋଭଜନକ ଦେଖିଲା। ତେବେ ଲୋଭରୁ ତାର ବିନାଶ ଆରମ୍ଭ ହେଲା। ତେବେ ଆମ ସମସ୍ତଙ୍କର ଦେଖିବା ଦ୍ୱାରା ଆମମାନଙ୍କର ଯେଉଁ ଲୋଭ ହୁଏ ଏବଂ ଲୋଭରୁ ଆମମାନଙ୍କର ବିନାଶ ହୁଏ। ଇସ୍ରାଏଲ ଲୋକମାନେ ଏଇ ମୂର୍ତ୍ତି ପୂଜା କରିବାରେ ଯେଉଁ ଆନନ୍ଦ ପାଇଲେ ଏବଂ ତାହା ସେମାନଙ୍କୁ ଆକର୍ଷଣ କଲା। ଏବଂ ତାର ଦ୍ୱିତୀୟ ବି କାରଣ, ଆମେ ଆଉ ଗୋଟେ କାରଣ ଦେଖିବାକୁ ପାଉ ଯେ ସେମାନେ ଅଦୃଶ୍ୟ ଈଶ୍ୱରଙ୍କୁ ବିଶ୍ୱାସ କରି ବିଳମ୍ବ କରିବାରେ ଅଧୈର୍ଯ୍ୟ ହେଇ ପଡ଼ିଲେ। ତାଙ୍କ ପ୍ରାର୍ଥନାର ଉତ୍ତର, ବାଞ୍ଛିତ ଉତ୍ତର ସେମାନେ ଶୀଘ୍ର ଚାହୁଁଥିଲେ, ମୋତେ ଶୀଘ୍ର ଦରକାର। ତେବେ ଶୀଘ୍ର ସେମାନେ କ'ଣ ଆଶା କରୁଥିଲେ? ନା ମୂର୍ତ୍ତି ପୂଜା କରିବା ଦ୍ୱାରା ତାଙ୍କର ତତ୍କ୍ଷଣାତ୍ ଯେ ଉତ୍ତରଟା ମିଳିବ ଏବଂ ତତ୍କ୍ଷଣାତ୍ ପାଇବା ପାଇଁ ସେମାନେ କ'ଣ କରୁଥିଲେ? ନା ଉତ୍ତର ପାଇବା ପାଇଁ ହେଲେ ଭାବବାଦୀ ମାନଙ୍କ ପାଖକୁ ଯାଉଥିଲେ, ଗଣକ ବିଦ୍ୟା ଲୋକମାନଙ୍କ ପାଖକୁ ଯାଉଥିଲେ, ଭୁତୁଡ଼ିଆ ମାନଙ୍କ ପାଖକୁ ଯାଉଥିଲେ। ତାଙ୍କୁ ହଠାତ୍ ଉତ୍ତର ଦରକାର, ସୁସ୍ଥ ହେବା ହଠାତ୍ ଦରକାର, ବାଞ୍ଛିତ ଜିନିଷ ପାଇବା ପାଇଁ ହେଲେ ହଠାତ୍ ଦରକାର। ତେଣୁ ଜ୍ୟୋତିଷ ପାଖକୁ ଯାଉଥିଲେ, ଯଦି କୌଣସି ବିଷୟ ହଜିଗଲା, ତାର କୋଉଠି ଅଛି କ'ଣ ଅଛି ସେମାନେ ଖୋଜିବାକୁ ଯାଉଥିଲେ, ଏବଂ ଗଣକଥା ଭୁତୁଡ଼ିଆ ଲୋକମାନଙ୍କ ପାଖକୁ ଯାଉଥିଲେ। ତେବେ ବର୍ତ୍ତମାନ ମଧ୍ୟ ତାହା ପ୍ରଚଳିତ। ଆହୁରି ଦୃଢ଼ ଭାବରେ ତାନ୍ତ୍ରିକ ଲୋକମାନଙ୍କ ପାଖକୁ ଯାଇ ଲୋକମାନେ ଗଣକ ବିଦ୍ୟା ଦ୍ୱାରା ସେ ସବୁ ସହଜ ଭାବରେ ପ୍ରାପ୍ତି, ବାଞ୍ଛିତ ବିଷୟ ପ୍ରାପ୍ତି ହେବା ପାଇଁ ସେମାନେ ଚାହୁଁଛନ୍ତି। 10ଟି ଆଜ୍ଞା ପାଳନ କରିବା ପାଇଁ ସେମାନେ କଷ୍ଟ ଅନୁଭବ କଲେ। 10ଟି ଆଜ୍ଞା ପାଳନ କରିବା ପାଇଁ ଏବଂ ପବିତ୍ର ଜୀବନ ଯାପନ କରିବା ପାଇଁ ହେଲେ ଈଶ୍ୱରଙ୍କର ସହିତ ଲାଗି ରହିବା ପାଇଁ ଯେଉଁ 10ଟି ଆଜ୍ଞା ଦିଆଗଲା, ସେମାନଙ୍କ ପାଇଁ ଏକ ଜୁଆଳିର ଭାର ସେମାନଙ୍କ ପାଇଁ ହେଲା। ସେମାନେ ସହଜ ଅନୁଭବ କଲେ ନାହିଁ। ସେମାନଙ୍କର ସମସ୍ୟା ଭାବବାଦୀ ମାନଙ୍କ ପାଖକୁ ନେଲେ, ଦର୍ଶକ ମାନଙ୍କ ପାଖକୁ ନେଲେ, କୁହୁକ ଗୁଣୀ ସାଧକ ଇତ୍ୟାଦି ଲୋକମାନଙ୍କର ସମସ୍ୟା ସମାଧାନ କରିବାକୁ ଗଲେ ଏବଂ ଯୌନ ଅଭିଳାଷ ପାଇବା ପାଇଁ, ଯୌନ ସୁଖ ପାଇବା ପାଇଁ ମନ୍ଦିର ମାନଙ୍କରେ ପୂଜକ ମାନେ ମନ୍ଦିରରେ ବେଶ୍ୟା ମାନଙ୍କୁ ରଖୁଥିଲେ ଏବଂ ଭୁତୁଡ଼ିଆ ମାନେ ରୋଜଗାର କରିବା ପାଇଁ ସେମାନେ ଲୋକମାନଙ୍କୁ ମତଉଥିଲେ ଏବଂ
ବିଷୟରେ ରୋଜଗାର କରିବା ପାଇଁ ମନ୍ଦିର ମାନଙ୍କରେ ସେମାନେ ଲୁଣ୍ଠନ କରିବାକୁ ଆରମ୍ଭ କଲେ, ବ୍ୟବସାୟ ଆରମ୍ଭ କଲେ। ଏବଂ ଏହା ଦ୍ୱାରା କ'ଣ ହେଲା, ସେମାନେ ଆଉ ଗୋଟେ ବିଷୟ ଆକର୍ଷଣ ସେମାନଙ୍କୁ କଲେ ବା ବୋଝଗ୍ରସ୍ତ ହେଲା, ଯେତେବେଳେ ପବିତ୍ର ରହିବା ପାଇଁ ଯୌନ ସମ୍ପର୍କ ଠାରୁ ସ୍ୱାମୀ ସ୍ତ୍ରୀ ମାନଙ୍କୁ ମଧ୍ୟ ପୃଥକ ରହିବା ପାଇଁ ପୁରାତନ ନିୟମରେ ଯେଉଁ କଥା ଲେଖା ହେଇଛି, ନୂତନ ନିୟମରେ ଯେଉଁ କଥା ଲେଖା ହେଇଛି, ଆମେ ଦେଖିବାକୁ ପାଇବା ଯେ କିଛି ଦିନ ସେମାନେ ସ୍ତ୍ରୀ ମାନଙ୍କ ପାଖକୁ ସେମାନେ ଯିବେ ନାହିଁ, ପବିତ୍ର କରିବେ। ଯୁଦ୍ଧକୁ ଗଲାବେଳେ ସେମାନେ କୌଣସି ସ୍ତ୍ରୀ ସମ୍ଭୋଗକୁ ଏଲାଉ କରୁନଥିଲେ ଏବଂ କୌଣସି ଘଟଣା ବା କୌଣସି ପର୍ବ ପାଳନ କରିବା ପାଇଁ ହେଲେ ସ୍ତ୍ରୀ ସମ୍ପର୍କ ରଖିବା ପାଇଁ ସେମାନେ ବା ଯୌନ ସମ୍ପର୍କ ରଖିବା ପାଇଁ ମନା ସେମାନଙ୍କ ପାଇଁ ବାଧକ ଥିଲା। ଏବଂ ପ୍ରଭୁ ଯୀଶୁ ନୂତନ ନିୟମରେ ଏହି ଜୀବନ ଧାରାକୁ ମଧ୍ୟ ସେ ଅନ୍ୟ ରୂପରେ ଆମମାନଙ୍କୁ ଶିକ୍ଷା ଦେଇଛନ୍ତି ଏବଂ ତାହା ହେଉଛି ସଂକୀର୍ଣ୍ଣ ରାସ୍ତା। ଏବଂ ଏହି ସଂକୀର୍ଣ୍ଣ ରାସ୍ତାରେ ଯିବା ପାଇଁ ବାକ୍ୟରେ ଯେଉଁ ଶିକ୍ଷା ରହିଛି, ପୁରାତନ ନିୟମରେ 10 ଆଜ୍ଞା ଇସ୍ରାଏଲ ଲୋକମାନଙ୍କ ପାଇଁ ସଂକୀର୍ଣ୍ଣ ରାସ୍ତା ଥିଲା ଏବଂ ଏହି ସଂକୀର୍ଣ୍ଣ ରାସ୍ତାକୁ ସେମାନେ ମନୋନୀତ କରୁନଥିଲେ। ସେମାନେ ଚଉଡ଼ା ରାସ୍ତାକୁ ଯିବା ପାଇଁ ଚାହୁଁଥିଲେ, ସହଜ, ଚଉଡ଼ା ଏବଂ ଯୋଉଥିରେ ବିପଦ ଅଛି। ଆଜି ଆମମାନଙ୍କ ଜୀବନରେ ଏହି ବର୍ତ୍ତମାନ ଯୁଗରେ ମଧ୍ୟ ଆଧୁନିକତା ଯେ ପ୍ରବେଶ କରୁଛି ଏବଂ ଶରୀର ନିମନ୍ତେ ଯାହା ମନା ତାହା ହିଁ ଶରୀର ଚାହେଁ, ଶରୀର ନିମନ୍ତେ ଯାହା ମନା ତାହା ହିଁ ଶରୀର ଚାହେଁ। ଶାରୀରିକ ଅଭିଳାଷ ପୂରଣ କରିବା ମନୁଷ୍ୟ ପାଇଁ ଦୁଃଖର କାରଣ ହେଲା ଏବଂ ଏଟା ସମସ୍ୟା ହେଲା। ମନୁଷ୍ୟ ଅଭିଳାଷ ଯେତେବେଳେ କରୁଛି ସେ ଦୁଃଖକୁ ନିମନ୍ତ୍ରଣ କରୁଛି, କିନ୍ତୁ ସେ ବୁଝିପାରେ ନାହିଁ ମୋ ପାଇଁ ସେଟା ଦୁଃଖର କାରଣ ହବ ବୋଲି। ସର୍ବଦା ପବିତ୍ର ଜୀବନ ଯାପନ କରିବା ସହଜ ପନ୍ଥା ବୋଲି ଲୋକ ମନେ କରନ୍ତି ନାହିଁ। ପବିତ୍ର ଜୀବନ ଯାପନ କରିବା ଏଇଟା ଈଶ୍ୱରଙ୍କର ଇଚ୍ଛା। ସେ ଚାହାନ୍ତି ସମସ୍ତେ ମୋ ଲୋକମାନେ ପବିତ୍ର ହୁଅନ୍ତୁ, ପବିତ୍ର ରହନ୍ତୁ। ସର୍ବଦା ପବିତ୍ର ରହିବା ଇସ୍ରାଏଲ ଲୋକମାନଙ୍କ ପାଇଁ ବୋଝର କାରଣ ହେଲା। ସେଥିପାଇଁ ସେମାନେ ମୂର୍ତ୍ତି ପୂଜା ପଛରେ ଆକର୍ଷିତ ହେଲେ। ବାଇବଲରେ ପବିତ୍ରତାର ସୌନ୍ଦର୍ଯ୍ୟ ଏବଂ ଈଶ୍ୱରଙ୍କର ସାନ୍ନିଧ୍ୟ ମଧ୍ୟରେ ବାସ କରି ମନୁଷ୍ୟର ଯେଉଁ ଆନନ୍ଦର କାରଣ ହୋଇଥାଏ, ତାହା ସେ କଷ୍ଟ ଅନୁଭବ କରେ। ବାଇବଲରେ ଲେଖା ଅଛି, ଏହି ପବିତ୍ରତାର ସୌନ୍ଦର୍ଯ୍ୟକୁ ପାଇବା ପାଇଁ ହେଲେ ରକ୍ତପାତ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ହେବ। କ୍ଷଣିକ ସୁଖ ଭୋଗରେ ନିଜକୁ ସାମିଲ ନ କରି ପବିତ୍ର ଲୋକମାନଙ୍କ ସହିତ ଧାର୍ମିକ ଜୀବନ ଯାପନ କରିବା ପାଇଁ ଏବଂ ସତ୍ୟ ଈଶ୍ୱରଙ୍କର ଉପାସନା କରିବା ପାଇଁ ଆମେ ଇଚ୍ଛୁକ ହେବା। ଈଶ୍ୱର ମନୁଷ୍ୟକୁ ଆପଣା ଗୌରବ ନିମନ୍ତେ ସୃଷ୍ଟି କରିଛନ୍ତି, କିନ୍ତୁ ମନୁଷ୍ୟ ଈଶ୍ୱରଙ୍କୁ ଗୌରବ ନ ଦେଇ ତାର ପରିବର୍ତ୍ତେ ସୃଷ୍ଟି ବିଷୟକୁ ସେ ଗୌରବ ଦେଲା। ଯିଶାୟ 43:7 ଲେଖାଯାଏ ଯେ ଈଶ୍ୱର ମନୁଷ୍ୟକୁ ଆପଣା ଗୌରବ ନିମନ୍ତେ ମନୁଷ୍ୟ ଯେପରି ଈଶ୍ୱରଙ୍କୁ ଗୌରବ ଦବ ସେଥିପାଇଁ ସେ ସୃଷ୍ଟି କରିଛନ୍ତି। ଈଶ୍ୱର ପ୍ରତିମାକୁ ବା ମୂର୍ତ୍ତିକୁ ଗୌରବ ଦେବେ ନାହିଁ। ଯିଶାୟ 42:8 ସେଇ ସତ୍ୟତା ଆମେ ଦେଖିବାକୁ ପାଉ। ଈଶ୍ୱର କାହିଁକି ମୂର୍ତ୍ତି ପୂଜାକୁ ଘୃଣା କରନ୍ତି? ଯିଶାୟ 42:8 ଆମ୍ଭେ ସଦାପ୍ରଭୁ, ଏହି ଆମ୍ଭର ନାମ, ପୁଣି ଆମ୍ଭେ ଆପଣା ଗୌରବ ଅନ୍ୟକୁ କିମ୍ବା ଆପଣା ପ୍ରଶଂସା ଖୋଦିତ ପ୍ରତିମାକୁ ଦେବୁ ନାହିଁ। ଦବୁ ନାହିଁ। ସେ କେବେ ହେଲେ ମଧ୍ୟ ତାଙ୍କର ଗୌରବ ପ୍ରତିମାକୁ ଦେବେ ନାହିଁ। ସେଥିପାଇଁ ମୂର୍ତ୍ତି ପୂଜା ମନା ଅଛି। ଆଧୁନିକ ମୂର୍ତ୍ତି ହଉ, ପୁରାତନ ମୂର୍ତ୍ତି ହଉ, ଉଭୟ ଈଶ୍ୱରଙ୍କ ଦୃଷ୍ଟିରେ ଘୃଣାର ବିଷୟ ଅଟେ। ତେଣୁ ସେଇ
आम देशर आधुनिक जुगरे लोक माने कौन करुचंती दर्शन कीर्तन सेवा उजागर नृत्य ये सब माध्यम आधुनिकतार ईश्वर विद्रोही ईश्वर विरुद्ध से माने कार्य करुचंती मूर्ति पूजा करुचंती किमती करुचंती से माने दर्शन नाम कीर्तन नाम सेवन नाम उजागर नाम नृत्य नाम यही नाम ईश्वर विरुद्ध कार्य करुचंती बाइबल रे मध्य लेखा अछि श्रीमुख दर्शन करिवा सर्वदा कीर्तन करिवा सेवन करिवा जागी रही प्रार्थना करिवा एवं सर्वदा आनंद करिवा यही शब्द गुड़िक आम बाइबल रे आम देखा पाओ एवं वर्तमान ताहा आमानकर पई प्रयोज्य जे सत्य ईश्वर को सेवा करिवा मूर्ति पूजा ठारो पलायन करिवा आज एतिकिरे थाउ आमाने आसंता थर प्रभु सुजोग देले आमाने व्यभिचार विषय देखिबा जदि बा आज आंशिक भाव रे आमाने व्यभिचार विषय रे आलोचना करलु एबे एटा मने रखिबा एकमात्र सत्य ईश्वर को छाड़ी बहु ईश्वर को सेवा करिबा होची मूर्ति पूजा वैदिक भाव रे विवाह करिथिबा वैध स्वामी को छाड़ी अवैध पुरुष मान पछरे स्त्री मान पछरे दौड़वा को व्यभिचार बोली कहा जाए प्रभु आम समस्त आशीर्वाद करंतु धन्यवाद नमस्कार प्रेज द लॉर्ड बहुत बहुत धन्यवाद उदय भाई सुंदर वाक्य पाई प्रभु गौरव पांतु माने ये आमने एक ईश्वर को किपरि सेवा करिवु एवं माने प्रतिमा पूजा ठारू दूर रहबु एवं व्यभिचार ठारू पलायन करिवु एवं आमानकर समय आज आमाने आमानकर के विषय आमानकर समय को नहीं जाउची ताहा चिंता करी आमान जे सेतुरु दूर होई प्रभुंकर सेवा उपासना करिवु प्रभुंकर एकमात्र प्रभुंकर सेवा करिवु सुंदर वाक्यर पाई प्रभु गौरव पांतु प्रभु आपनको आशीर्वाद करंतु सेवा कार्य परिवार को आशीर्वाद करी गौरव पांतु प्रेज द लॉर्ड वाक्य निमंते धन्यवाद दे प्रार्थना करबा आमान मधुरे भाई हुसे कराड अछंती अनुरोध करिवि